जगन्नाथ भाई मैंने सर्वप्रथम गुरुदेव गणपति और जगदम्बा प्रणाम करिया जब हम राष्ट्र सेशन रेकर्ड करवा रेकर्ड कौन करवा माने पढ़िबा आज पढ़िबा 10 4 एक्सिस आमे पराशरी पढ़ुचे ना आमे भृगुनंदी नाड़ी पढ़ुचे ना आमे जैमिनी सूत्र पढ़ुचे विश्वास करंतु जो वाइब्रेशन जी जेमति नहीं आस्थिबो से सेही भलिया काम करियो ए वाइब्रेशन विषय रे केही अवगत थांतु चाहे न थांतु किंतु संसार रे प्रत्येक जिनिस वाइब्रेशन ऊपर डिपेंड करे ग्रहर निजस्व वाइब्रेशन अछि लोकान कहउचंदी कोन एटा जिनिस हेई परियो एमति हेई परियो ए हुए ମୁଁ ଆପଣଙ୍କୁ ଗୋଟେ ଛୋଟ ଏକ୍ଜାମ୍ପଲ ଦଉଛି ଯାଜପୁରର ଗୋଟେ କୁଣ୍ଡଲି ଆସିଲା ମୋ ପାଖକୁ ଗୋଟେ ଲେଡିଟାର ମାର୍ଚ୍ଚ 10th ହାଉସ ତାକୁ ପଚରା ହେଲା କଣ ପାଠ ପଢିଛି ସିମ୍ପଲ ବିଏ ପଢିଛି ସେ ଜବ କରିଥିବ ନା କରୁନଥିବ କରିଥିବ। କୋଉଠି କରିଥିବ ମାର୍ଚ୍ଚ 10th ଆଉଥିଲେ ଲାଇକ୍ ଏନର୍ଜି ସେକ୍ଟର କିମ୍ବା କୌଣସି ଷ୍ଟପ୍ ଷ୍ଟପ୍ ଏନର୍ଜି ସେକ୍ଟର କହିଲ ନା ଏନର୍ଜି କୋଉ ଫର୍ମ ଅଫ ଏନର୍ଜି ଲାଇକ୍ ଯୋଉ ଜାଗାରେ ଟିକେ ଟିକେ ପସିନା ବାହାରୁଥିବ ଇଏ ହଉଥିବ ସେଇ କ୍ଷେତ୍ରରେ ଟିକେ କରିଥିବ। ଏନର୍ଜି ସେକ୍ଟର ମାନେ ବହୁତ ଏନର୍ଜି ଅଛି ହୁଁ। କିନ୍ତୁ ମାର୍ସ ରିଲେଟେଡ ଏନର୍ଜି ମାନେ କୋଉ ଏନର୍ଜି ମାର୍ସ କହିଲେ ଖଣି ଫଣି ମାଇନିଂ ଆଉ ଆମର ଝାଳ ବୁହା ଟିକେ କାମ ରହୁଥିବ ଯୋଉଟା କେତୁ କି ହେଲା ଦୌଡ଼ା। ମାଇନିଂ ଆଜ୍ଞା। କେତୁ ହେଲା ମାଇନିଂ କେତୁ ହେଲା ମାଇନିଂ ହୁଁ ହୁଁ ମାର୍ସ ଟା କଣ ମାର୍ସ ଟା ହଉଛି purely energy related to electricity ହୁଁ। ହଁ ଇଲେକ୍ଟ୍ରିସିଟି ଅଲସୋ। related to fire ହୁଁ ଫାୟାର related to ମନ୍ତ୍ର ସାଧନା ମନ୍ତ୍ର ସାଧନା ଅଲସୋ ଜିମ୍ ଟ୍ରେନର ଆଉ related to gym related to physical activity ହୁଁ related to sports ସ୍ପୋର୍ଟ ସେଲ୍ଫ ସେଲ୍ଫ related to ଡିଫେନ୍ସ ଯେତେ any kind ସବୁ of ଟ୍ରେନିଂ। ଯେତେ ସବୁ ରହିଲା ହୁଁ related to any kind of uh, red things ହୁଁ ଠିକ ଅଛି without nothing ସିଏ ଅଛି ଗ୍ୟାସ ଯୋଉଠି ବନାନ୍ତି ନା ଗ୍ୟାସ ଗ୍ୟାସ ର ଯୋଉ ଡେଲିଭରି ଥାଏ ଗ୍ୟାସ ଡିପୋ ବୁଝିଲି ବୁଝିଲି। ଠିକ ଶୁଣ ତୁମେ ମାନେ ଯଦି କହିବ ମୁଁ ତମକୁ ଗୋଟେ ଡେ ୱାନ ରୁ ପ୍ରେଡିକ୍ସନ ଶିଖେଇଦେବି ଆଉ ତମେ ପଢିକି ତମେ ଉଖାଡ଼ି ଦବ ହେଇପାରିବନି ତେଣୁ ସେଇଟା ଟିପିକାଲି ରିସର୍ଚ୍ଚ ମୁଁ ତୁମମାନଙ୍କୁ ଆହୁରି ଗୋଟେ ଛୋଟ କଥା ବୁଝଉଛି ତିନିଟା ଜିନିଷରେ କେବେ ବି ଲଗ୍ନ ଚାର୍ଟକୁ ଦେଖି ପ୍ରେଡିକ୍ସନ କରିବନି ପଏଣ୍ଟ ନମ୍ବର 1 ହୁଁ ଆଚାର ପଏଣ୍ଟ ନମ୍ବର 2 ବିବାହ ପଏଣ୍ଟ ନମ୍ବର 3 କର୍ମ ଆଚାର ବିବାହ ଆଉ କର୍ମ ଏଟା କେବେ ବି ଲଗ୍ନ ଚାର୍ଟକୁ ଦେଖି ସାଙ୍ଗେ ସାଙ୍ଗେ ଦେଇଦବନି ଓପିନିଅନ ହୁଁ ହୁଁ। you have to see simultaneously ନବାଂଶ ଚାର୍ଟ for the confirmation ହଁ sometimes ନବାଂଶ people ହଉଛି checking ଯେମିତି about ମେଡିକାଲରେ ଅଛି ଯେମିତି ଯେମିତି ମେଡିକାଲରେ ଅଛି ଯେ ମୋର କଣ ଭିତରେ ହେଲା ହାଡର କଣ ହେଲା ତାକୁ ଏକ୍ସରେ କରିବାକୁ ପଡିବ ନବାଂଶ ଇଜ ଦ ଏକ୍ସରେ ମେକାନିଜିମ ଅଫ ଆଷ୍ଟ୍ରୋଲୋଜି ହୁଁ କୋଉଠି ଯାଇକି ତମ ହାଡ ବ୍ରେକ୍ ହେଇଛି ଦିସ୍ ଇଜ ଭେରି ଇମ୍ପୋର୍ଟାଣ୍ଟ and ହୁଁ that will show from ନବାଂଶ ଏବେ ମୁଁ ଆଉ କାହା ଏକ୍ଜାମ୍ପଲ ଦଉନି ମୁଁ ମୋର ଏକ୍ଜାମ୍ପଲ ନଉଛି ନବାଂଶରେ ମୋର 5th ହାଉସରେ 4ଟା ପ୍ଲାନେଟ ବସିଛନ୍ତି ଲଗ୍ନ ଚାର୍ଟରେ 11th ହାଉସରେ 3ଟା ପ୍ଲାନେଟ ବସିଛନ୍ତି ଯିଏକି ଡାଇରେକ୍ଟ ସପ୍ତମ 5th ହାଉସକୁ ଦେଖୁଛନ୍ତି ତାହେଲେ ମତେ କଣ କରିବା ଉଚିତ yeah, ପଢିବା ଉଚିତ ପଢିବା ଉଚିତ ବୁଝିଲି ବୁଝିଲି ବଟ୍ ମୁଁ ଜଷ୍ଟ ଗୋଟେ ହିଣ୍ଟସ ଦେଲି ବାକି ଆପଣଙ୍କର କନସେପ୍ଟ ମୁଁ କ୍ଲିୟର କରୁଛି ମୁଁ ଏଇଟା କରୁନି କହୁନି
କି ଭାଇ ମୁଁ ଅଧିକା ଜାଣିଛି, ମୁଁ ଜଷ୍ଟ ଡିସ୍କସନ କରୁଛି, ଆପଣ ମାନେ ବି ଆପଣ ମାନେ ଦେଇପାରିବେ, ସେମିତି କିଛି ମାନେ ନାହିଁ। ତେଣୁ ଯେତେବେଳେ କର୍ମ ଠିକ ଚାଲିବ ସେତେବେଳେ ମନ ଠିକ ରହିବ। କାହିଁକି? ମଣିଷର ମନ ଅଶାନ୍ତ, ମନ ତ ପବନ, କୋଉଠି ରହିବ କୋଉଠି ନ ରହିବ, କଣ କରିବ କଣ ନ କରିବ ସେଟା ତୁମ ଉପରେ, ତ ନାରାୟଣଙ୍କ ଉପରେ ଡିପେଣ୍ଡ କରେ। ବଟ ତୁମେ ଯେତେବେଳେ କୌଣସି କର୍ମରେ ରୁହ, ତମ ମନ କୋଉଠି ରହେ? କର୍ମରେ ନା ଇଆଡେ ସିଆଡେ ବୁଲେଇ? ମୁଁ ବିଶ୍ୱାସ କରେ ପ୍ରେଜେନ୍ସ ରେ, ପ୍ରେଜେଣ୍ଟ ରୂପ ମୁଁ ବିଶ୍ୱାସ କରେ। କାରଣ ଏଇ ଗୋଟେ ଜିନିଷ ପ୍ରେଜେନ୍ସ ମୋ ପାଖରେ ହାତ ମୁଠାରେ ଅଛି। ନା ମୋ ପାଷ୍ଟ ମୋ ହାତ ମୁଠାରେ ଥିଲା, ନା ମୋ ଫ୍ୟୁଚର ମୋ ହାତ ମୁଠାରେ ଅଛି। ହଁ, ମୁଁ ମୋର ପ୍ଲାନ ବନେଇବି ରିସିଭ କରିବା ପାଇଁ ମୋ ଫ୍ୟୁଚରକୁ। ଯାହା ପାଷ୍ଟରେ ମିଷ୍ଟେକ କରିଛି ମୋ ଫ୍ୟୁଚରରେ ମିଷ୍ଟେକ ନ ହଉ। ଯଦି ମୁଁ ବୋକାଟିଏ ହେଇଥିବି ତାହେଲେ ମୁଁ ଏଇଟା କରିବି। ମୁଁ ଯାହା ପ୍ଲାନ ବନେଇବି ଭଗବାନ ଯେ ସେଟା ମୋ ପାଇଁ ମଞ୍ଜୁର କରିଦେବେ ସେମିତି ମାନେ ନାହିଁ, କାରଣ ମୋ ଉପରେ ମୋର ଇଏ ଅଛି। ସିଏ ଦେଖୁଛି ଯେ କୋଉ କର୍ମଟା ଆକୁ ଆଲାଉ କଲେ, ଯୋଉମାନେ କେଉଁ ନାରାୟଣଙ୍କର ସେବକ ଥାନ୍ତି ସେମାନେ ଯଦି ନାରାୟଣଙ୍କ ପାଖରେ ମୁଣ୍ଡ ବାଡେଇ ମରିଯିବେ କି ପ୍ରଭୁ ମତେ ଏଟା ଦିଅ, ଆଉ ଯଦି ସେମାନେ ସେଇଟା ନେଇକି ଯୋଗ୍ୟ ନୁହଁ, ତାଙ୍କର ସେଟାର ଯୋଗ୍ୟତା ନାହିଁ, ବା ତାପରେ ସେଇ ଜିନିଷଟା ପାଇଲା ପରେ ନାରାୟଣ ଭକ୍ତଙ୍କୁ ପ୍ରୋବ୍ଲେମ ହବ, ତାହେଲେ ନାରାୟଣଙ୍କ ପାଖରେ ତମେ ମୁଣ୍ଡ କଣ, ତାଙ୍କ ହଜାର ସହସ୍ର ନାମ ଜପି ଦେଇକି କୋଟିଏ ନାମ ଜପି ଦେଲେ ବି ସେ ତାଙ୍କୁ ତମକୁ ଦେବେ। ଦେବେନ? ୟେସ୍। ଦିସ୍ ଇଜ ଦ ଫଣ୍ଡାମେଣ୍ଟାଲ ଲ। ଫଣ୍ଡାମେଣ୍ଟାଲ। ୟେସ୍। ଭକ୍ତକୁ କଣ ଦରକାର, କଣ ପାଇଲେ ଭକ୍ତର ଉନ୍ନତି ହବ, ସେଟା ନାରାୟଣ ଦେବେ। ହୁଁ। ତମ ଇଚ୍ଛା ହିସାବରେ ନାରାୟଣ ଅପରେଟ ହେବେନି, କେହି କରିନାହାନ୍ତି ତାଙ୍କୁ ଆଜି ପର୍ଯ୍ୟନ୍ତ। ସେଇ ସେମ ପରମାତ୍ମା ଯେତେବେଳେ ମହାଦେବ ବନିଯିବେ, ତୁମେ ଟିକେ ତାଙ୍କୁ କାନ୍ଦି କହିଦିଅ ଦେଇଦେବେ। ହୁଁ। ଯେତେବେଳେ ସେମ ପରମାତ୍ମା ଜଗନ୍ନାଥ ବନିଯିବେ, ସେ ତମକୁ ପୋଷଣ ଦେଇଦେବେ। ବଟ ଯେତେବେଳେ ସେମ ପରମାତ୍ମା ନାରାୟଣ ବନିଯିବେ, ସେଠି ହରିବୋଲ। ଠିକ ଅଛି ନା? କଣ ହୁଁ। ହରିବୋଲ? ତମେ ତାଙ୍କ ବ୍ୟତୀତ ଆଉ କିଛି ଚାହିଁବନି। ନାରାୟଣ ଯେତିକି ଜିଲେସି ଫିଲ୍ କରନ୍ତି, ମେ ବି ମୁଁ ଭୁଲ ହେଇଥାଇପାରେ ମୋ ୱାର୍ଡିଙ୍ଗ୍ସ ରେ, ଅନ୍ୟ କେହି ଏତେ ଜେଲସି ଫିଲ୍ କରନ୍ତିନି। ସେ କେବେ ବି ଚାହାନ୍ତିନି ଯେ କୌଣସି ଲୋକ ତାଙ୍କଠୁ ଅଧିକା ଆଉ କୋଉ ଜିନିଷକୁ ତବଜ୍ଜୁ ଦଉ। ମୁଁ ଏତେ ସବୁ ଜିନିଷ କାହିଁକି ଡିସ୍କସନ କରୁଛି? ମୁଁ ଏତେ ସବୁ ଜିନିଷ ଏଇଥିପାଇଁ ଡିସ୍କସନ କରୁଛି କାରଣ ମୁଁ 10th ହାଉସ ପଢଉଛି। ଖାଇବା ପିଇବା ଶୋଇବା ଚାଲିବା ଭାବିବା ଉଠିବା ବସିବା ଡିଆଁ ମାରିବା, ଇଏ ସବୁ ହିଁ କର୍ମ ଅଣ୍ଡରରେ ଆସେ। ଠିକ ଅଛି ନା? ହୁଁ। ଏତିକି ଜିନିଷ ଯଦି କର୍ମ ଅଣ୍ଡରରେ ଆସୁଛି, ଶ୍ରୀମଦ ଭାଗବତ ଗୀତାରେ ଲୀଳା ପୁରୁଷୋତ୍ତମ ଭଗବାନ କହୁଛନ୍ତି ଯେ କୌଣସି ଲୋକ ଦଣ୍ଡେ କର୍ମ ନ କରିକି ରହିପାରେ ନା, କ୍ଷଣଟା କର୍ମ କରିକି ରହିପାରେ ନାହିଁ। ଠିକ ଅଛି ନା? ତେଣୁ ତୁମର କର୍ମ କଣ? ତୁମର କର୍ମ ହେଲା ଯେ ତୁମେ ଆରାମସେ ବସିକି କର୍ମ କରିପାରିବନି, ତୁମକୁ ସେଥିରେ ଡିଭୋଟେଡ ହବାକୁ ପଡିବ। ତେଣୁ ଯେତେବେଳେ କର୍ମ କରିବ ସେତେବେଳେ ମନ ଠିକ ରହିବ, ଯେତେବେଳେ ମନ ଠିକ ରହିବ ସେତେବେଳେ କର୍ମ ଠିକ ଚାଲିବ। କେତେ ବଢିଆ ସୁନ୍ଦର କନସେପ୍ଟଟା ଏଇଟା। ଏବେ ମୁଁ ମୁକ୍ତ କର୍ମ କରିବି କି ବଦ୍ଧ କର୍ମ କରିବି ସେଟା ତମ ଚାର୍ଟ ଉପରେ ଡିପେଣ୍ଡ କରେ, କିନ୍ତୁ ଗୋଟେ ଜିନିଷ ମନେ ରଖିବ, କର୍ମଟା ସମର୍ପଣର ଭାବ ନେଇ କରିବ। ଲୋକ ଫାଷ୍ଟ ଫାଷ୍ଟ ଭାବିବେ ଏଇଟା ଲୋକ ଦେଖାଣିଆ, କିନ୍ତୁ ପର ମୁହୂର୍ତ୍ତରୁ ବୁଝିବେ କି ଏଇଟା ସମର୍ପିତ କାମ। ଯେତେବେଳେ ତମେ ସମର୍ପିତ କର୍ମ କରିବ ସେତେବେଳେ ତମେ ବହୁତ ଆନନ୍ଦିତ ରହିବ। ଯେତେବେଳେ ତମେ ସମର୍ପିତ କର୍ମ ନ କରିବ ସେତେବେଳେ ତୁମେ ଦୁଃଖ
ପାଇବ। ତେଣୁ 10th ହାଉସ କେବଳ କର୍ମ ଦେଖାଏନି, ତୁମେ କେତେ ଅଥରିଟି ପାଇବ, ସୋସାଇଟିରେ କେତେ ଫେମ୍ ପାଇବ, ତୁମେ କର୍ମ ଉପରେ କେତେ କମାଣ୍ଡ ରଖିବ, ସେ ସବୁ ହିଁ 10th ହାଉସ ଦେଖାଏ। ତେଣୁ ମୁଁ ଏଇଆ କହୁଛି ଯେ ପ୍ରତ୍ୟେକ ଜିନିଷଟାକୁ ତୁମକୁ ଅବଜର୍ଭ କରି କର୍ମ କରିବା ଦରକାର, ଏବଂ ତା ସହିତ ଇଣ୍ଟେନସନ କ୍ଲିୟର ହବା ଦରକାର, ତାହେଲେ ତୁମର ମନ ଠିକ ରହିବ। ଯଦି ଏଇଟା ତୁମେ ନ କରିପାର ତାହେଲେ ତୁମକୁ ପ୍ରୋବ୍ଲେମ ହବ ହିଁ ହବ। ଏବଂ କୋଉ ପ୍ରୋବ୍ଲେମ ହବ ନା, ପ୍ରୋବ୍ଲେମ ରିଲେଟେଡ ଟୁ ୱାର୍କ କନଫ୍ୟୁଜନ। ଠିକ ଅଛି ନା? ତେଣୁ ଯେତେବେଳେ ବି ତୁମର 10th ଠିକ ରହିବ, ସେତେବେଳେ 4th ଠିକ ରହିବ। ସବୁଠୁ ଅଧିକା ମାଡ ପଡେ, ମାଡ ମାଡ ଜାଣିଛୁ, ମାଡ ମାନେ କଣ ଜାଣିଛୁ ତ? କର୍ମ ବିକ୍ରି ଯାଏ କେବେ? ପଞ୍ଚମେଶ୍ୱର ଦଶାରେ। ହୁଁ ଫିଫ୍ଥ ଲର୍ଡ ଯେତେବେଳେ ଅପରେଟ କରିବ ମହାଦଶା, ଦଶା, ଅନ୍ତର୍ଦଶା, ପ୍ରତ୍ୟନ୍ତରରେ, ସେ ହୁଁ ତମକୁ ଭୋଗ ଦେଇଦବ। ହେଲେ କାହିଁକି? କାରଣ 5th ହାଉସ ହଉଛି 8th ହାଉସ ଫ୍ରମ 10th ହାଉସ। ହୁଁ ମୁଣ୍ଡରେ ବସିଲା? ହୁଁ ତେବେ ଆଜିର ସେସନରେ ଆମେ ଗୋଟେ ଇନସାଇଟ୍ ନେଲେ 10 ଆଉ 4 ଆକ୍ସିସ୍ ବିଷୟରେ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।